ବନ୍ଧୁ କେମିତି ଅଛନ୍ତି? ଭଲ ମନ୍ଦ ସୁଖ ଦୁଃଖ ନେଇ ତ ଆସିଗଲେ 25 ମସିହା। ତେଣୁ ଆପଣ ସମସ୍ତେ ସୁଖରେ ରୁହନ୍ତୁ, ଭଲ କାମ କରନ୍ତୁ, ଭଲ ଚିନ୍ତା କରନ୍ତୁ। ଏଇ ସୁକାମନା କରି ମୁଁ ଆଜି ଆରମ୍ଭ କରୁଛି ବିଛା ରାଶି ଉପରେ। 2025 ମସିହା ଜାନୁଆରୀ ମାସ 14 ତାରିଖରୁ ଫେବୃଆରୀ ମାସ 12 ତାରିଖ ପର୍ଯ୍ୟନ୍ତ ବିଛା ରାଶିର ମାସିକ ରାଶିଫଳ କି ପ୍ରକାର ସୁଖ ବା ଦୁଃଖ ନେଇ ଆସୁଛି, ଆସନ୍ତୁ ଏକ ଦୀର୍ଘ ସନ୍ଦର୍ଭ ପାଠ କରିବା। ଭାଇ, ଯେହେତୁ ବିଛା ରାଶି ଜାଣନ୍ତୁ ତାର ଅଧିପତି ମଙ୍ଗଳ, ସେ ମଙ୍ଗଳ ଏବେ କର୍କଟରେ। କର୍କଟ ମଙ୍ଗଳଙ୍କ ପାଇଁ ଭଲ ସ୍ଥାନ ନୁହଁ, ନିଚରେ। ବିଛା ରାଶିର କର୍କଟ ପର୍ଯ୍ୟନ୍ତ ସମ୍ପର୍କ ହେଉଛି 9। ବିଛା, ଧନୁ, ମକର, କୁମ୍ଭ, ମୀନ, ମେଷ, ବୃଷ, ମିଥୁନ, କର୍ଣ୍ଣ, ମାନେ ଭାଗ୍ୟାଧିପତି ନିଚରେ। ଏ ଗୋଟେ ବିଡ଼ମ୍ବନା ଯେ ଏ ମାସରେ ଆପଣ ଭାଗ୍ୟାଧିପତି ଆପଣଙ୍କୁ ସହାୟ ହେବେନି। ନାନା ପ୍ରକାର ମାନସିକ ଓ ଶାରୀରିକ ଦୁଃଖ ସେ ଦେବେ। ଏ ହେଉଛି ସାରାଂଶ। କିନ୍ତୁ ଅଭାବ ପଡ଼ିବନି। ଏବେ ଦେଖିବା କେଉଁ ରାଶି କେଉଁ ଗ୍ରହ କେଉଁଠି ଅଛନ୍ତି। ମକରରେ ରବି, ବିଛାଠୁ ତୃତୀୟ ରବି ଭଲ ଫଳ ଦେଇଥାନ୍ତି, ଆୟ ବୃଦ୍ଧି କରିଥାନ୍ତି, ବନ୍ଧୁ ଶଙ୍ଖୁଳିଥାନ୍ତି, ସବୁ ପ୍ରକାର ଝଡ଼ ଝଞ୍ଜାକୁ ଦୂରେଇ ଦେଇଥାନ୍ତି। ଶୁକ୍ର ଦ୍ୱିତୀୟ ଶୁକ୍ର ଭଲ ଫଳ ଦିଅନ୍ତିନି। ଭୁଲ କହିଲି, ଶୁକ୍ର କୁମ୍ଭରେ, ବୋଲେ ବିଛା, ଧନୁ, ମକର ଚତୁର୍ଥରେ, ଶୁକ୍ର ଚତୁର୍ଥରେ ବି ଶନି। ଚତୁର୍ଥ ଶୁକ୍ର ଶୁଭ ଫଳ ଦେଇଥାନ୍ତି, ଆୟ, ସୁଖ, ବନ୍ଧୁ, ଯଶ, କୀର୍ତ୍ତି ବଢ଼େଇଥାନ୍ତି। ଆଉ ଶନି ଚତୁର୍ଥରେ ମାନେ କୁମ୍ଭରେ ସେ ଭଲ ଫଳ ଦେବେନି। ପଞ୍ଚମରେ ରାହୁ, ସେ ଭଲ ଫଳ ଦେବେନି। ପଞ୍ଚମ ରାହୁଙ୍କ ଦ୍ୱାରା ରୋଗ ବୃଦ୍ଧି ହେଇଥାଏ। ଆଉ ବୃଷରେ ବୃହସ୍ପତି ବୋଧେ ସପ୍ତମ। ବିଛା, ଧନୁ, ମକର, କୁମ୍ଭ, ମୀନ, ମେଷ, ବୃଷ ସପ୍ତମରେ ବୃହସ୍ପତି ଧନ ବୃଦ୍ଧିର ସୂଚକ। ସେ ଧନ ବଢ଼େଇବେ। ସେ ମଙ୍ଗଳର ମିତ୍ର। ବିଭିନ୍ନ ଉଜୁଡ଼ା କାମକୁ ସେ ସଜାଡ଼ି ଦେବେ। ଆର୍ଥିକ ବିକାଶ କରିବେ। ସମସ୍ତ ଲାଭ ପାଖେଇ ଆସିବ, ଘନେଇ ଆସିବ। ଯେତେ ବାକିଆ ପଇସା ଯେଉଁଠି ଥିବ ତା ମିଳିଯିବ। କେତୁ ଏକାଦଶରେ, କନ୍ୟା, ତୁଳା, ବିଛା, ଏକାଦଶରେ ମାନେ କନ୍ୟାରେ କେତୁ ଏକାଦଶସ୍ଥ ହେଲେ ଯେଉଁଠି ଯେତେ ପ୍ରକାର ସମସ୍ୟା ଥାଏ ତାକୁ ସେ ସମାଧାନ କରନ୍ତି। ଗୋଡ଼ରେ ଛୋଟିଆ କଣ୍ଟାଟିଏ ପଶିଥିଲେ ଛୁଞ୍ଚି ଯେମିତି ତାକୁ ବାହାର କରେ, ସେଇଭଳି ସେ ଯେଉଁଠି ଯେତେ ପ୍ରକାର ରୋଗ, ଶତ୍ରୁ, ଅଭାବ, ଋଣ ଥିବ ସେ ସ୍ମୃତିକି ନେଇ ଆସିବେ କେତୁ ମାସେ। ଆଉ ସେ ରୋଗକୁ, ସେ ଶତ୍ରୁଙ୍କୁ, ସେ ଋଣକୁ ଦୂର କରିବା ପାଇଁ ସଦ୍ବୁଦ୍ଧି ଦେବେ। ଏ ହେଲା ମୁଖ୍ୟ ସମ୍ବାଦ। କିନ୍ତୁ ସମ୍ପୂର୍ଣ୍ଣ ସମ୍ବାଦ
କ'ଣ କହୁଛି ଆସନ୍ତୁ ପୁରା ପଢ଼ିବା। ଉତ୍ତରାୟଣ ହେଲା, ରବିଙ୍କର ଉତ୍ତରାୟଣ ହେବ 14ରେ। ସେ ଦକ୍ଷିଣରେ ଅଛନ୍ତି, ଉତ୍ତରକୁ ଯିବେ। ଉତ୍ତର ଅୟନ, ଅୟନ ଅର୍ଥ ପଥ। ରବି ତାଙ୍କର ଉତ୍ତର ପଥରେ ଯାତ୍ରା କରିବେ। ତେଣୁ ରବି ଏବେ ମକରକୁ ଯିବେ 14 ତାରିଖରେ। ଆପଣଙ୍କ ପାଇଁ କ'ଣ ଦେବେ? ଏବେ ରବି ମକରରେ ବିଛା ପାଇଁ ତୃତୀୟ ରବିଙ୍କ ପାଇଁ ଆୟ ପନ୍ଥା ଖୋଲିଯାଏ। ତେଣୁ ଆପଣଙ୍କ ହାତକୁ ଆବଶ୍ୟକୀୟ ଅର୍ଥ ଆସିବ, ପ୍ରଚୁର ଆୟ ହେବ। ଧନୁରେ ବୁଧ ଫେବୃଆରୀ 10 ଯାଏ ସେ ଧନୁରେ ରହିବେ। ଫେବୃଆରୀ 11ରେ ସେ ମକରକୁ ଯିବେ। ତେଣୁ ବୁଧ ବିଛା ପାଇଁ ଏବେ ଦ୍ୱିତୀୟ ବୁଧ ଲାଭ ଦେଇଥାନ୍ତି। ଲାଭ ମାନେ କୃଷକ ତା କ୍ଷେତ୍ରରେ ଯେଉଁ ଆଶା କରି ଚାଷ କରିଥାଏ ସେ ଭଲ ଫଳ ପାଇବ। ସେହିଭଳି ବ୍ୟବସାୟରୁ ଓ ଅନ୍ୟାନ୍ୟ ବୃତ୍ତିଜୀବୀମାନେ ତାଙ୍କ ବୃତ୍ତିରୁ ଭଲ ଫଳ ପାଇବେ। ବୁଧଙ୍କ ପାଇଁ 11/2ରୁ ମକରକୁ ଗଲେ ସେ ତୃତୀୟ ହେବେ। ବୁଧ ତୃତୀୟ ହେଲେ ମନକୁ ଭୟ ଆସେ, ଏଇଟା କରିବି କି ନାହିଁ, ଏ ଲୋକ ମୋତେ ଏମିତି ଅନେଇଲା କାହିଁକି, ମୁଁ ଯଦି ସେ ଘରକୁ ଯିବି କାଳେ କ'ଣ ଥିବ, ଏମିତି ବୃଥା ଭୟ ମନକୁ ଆଣିବେ। ବୁଧ ଫେବୃଆରୀ 11ରୁ ସେ ଏହି ଭୟ ସଞ୍ଚାର କରିବେ। ଶୁକ୍ର କୁମ୍ଭରେ, ଏଣୁ ବିଛା ପାଇଁ ଚତୁର୍ଥ ଶୁକ୍ର ଧନ ବୃଦ୍ଧିର କାରଣ ହୋଇଥାନ୍ତି। ରବି ଧନ ଦେଲେ, ବୁଧ ଧନ ଦେଲେ, ଶୁକ୍ର ବି ଧନ ଦେଲେ। ମଙ୍ଗଳ ନିଜରେ ଭାଗ୍ୟାଧିପତି କର୍କଟରେ, ବିଛା ପାଇଁ ନବମ। ସୁତରାଂ ନବମ ମଙ୍ଗଳଙ୍କ ଯୋଗୁଁ, ଭାଗ୍ୟାଧିପତିଙ୍କ ଯୋଗୁଁ ମାନସିକ ଅଶାନ୍ତି ବଢ଼ିଯିବ, ରୋଗ ହେବ। ବିନା କାରଣରେ କିଛି କଥା ଆମକୁ ଶୁଣିବାକୁ ପଡ଼ିବ। ବୃହସ୍ପତି ବୃଷରେ, ବିଛା ପାଇଁ ସପ୍ତମ ଅଛନ୍ତି। ସପ୍ତମସ୍ଥ ବୃହସ୍ପତି ସବୁ ସୁଖର ଆବାହକ ଅଟନ୍ତି। ଗୋଟେ ବ୍ୟକ୍ତି ପାଇଁ ଯେଉଁ ସୁଖ ଆବଶ୍ୟକ, ପାରିବାରିକ, ସାଂସାରିକ, କାୟିକ, ସାମାଜିକ, ଆର୍ଥିକ, ବୌଦ୍ଧିକ, ସଂଲଗ୍ନକ, ଏସବୁ ସୁଖ ସପ୍ତମ ବୃହସ୍ପତି ଦେଇଥାନ୍ତି। ଶନି କୁମ୍ଭରେ, ବିଛା ପାଇଁ ଚତୁର୍ଥ ଶନି ଶାରୀରିକ ପୀଡ଼ା ଦେଇଥାନ୍ତି। ରାହୁ ମୀନରେ ମାନେ ପଞ୍ଚମ ରାହୁ ସମସ୍ତ ପ୍ରକାର ହାନି କରାଇଥାନ୍ତି। ସିଏ ଦେଲେ, କିଏ ଗୁରୁ, ଇଏ ନେବେ। ଏଇ ଦବାନବା ଭିତରେ ଫଳଟା କ'ଣ ହେବ ସେ କଥା କେତୁ କହିବେ। କେତୁ କ'ଣ କହୁଛନ୍ତି? କେତୁ ଏବେ କନ୍ୟାରେ ମାନେ ଏକାଦଶରେ, ଏକାଦଶ କେତୁଙ୍କ ଯୋଗୁଁ ସମସ୍ତ ଲାଭ ଓ ସୁଖ ମିଳିଥାଏ। ସବୁ ରୋଗ ଦୂର ହୋଇଥାଏ, ସବୁ ବନ୍ଧୁ ପାଖେଇ ଆସନ୍ତି, ଆଉ ସମସ୍ତ ପ୍ରକାର ଲାଭ ହେଇଥାଏ। ଗୁରୁ ସପ୍ତମ ହେଲେ ସେ କ'ଣ ସମସ୍ତଙ୍କୁ ସବୁ ପ୍ରକାର ସୁଖ ଦେଇପାରିବେ? 16 ନକ୍ଷତ୍ର ପାଇଁ ଅନୁକୂଳ ମନୋଭାବ ପୋଷଣ କରିବେ, ମାତ୍ର 17-18 ପାଇଁ ପ୍ରତିକୂଳ ମନୋଭାବ ପୋଷଣ କରିବେ। ମାନେ ଏଇ 17-18 ଅପମାନ ପାଇବେ, ବିନା କାରଣରେ ଅପମାନ ପାଇବେ। ଏ ବ୍ୟବସ୍ଥା ଚିନ୍ତା କରୁଛନ୍ତି ବୃହସ୍ପତି। ଶନି ଏହି ନକ୍ଷତ୍ର ତ୍ରୟଙ୍କୁ, ଚତୁର୍ଥ ଶନି ଭଲ ଫଳ ଦେବେନି ବୋଲି ଆମେ ଟିକେ କହିଲେ ନା, କିନ୍ତୁ ଶନିବା ଏବେ ଗୋଡ଼ ଟେକିଛନ୍ତି ମୀନକୁ ଯିବା ପାଇଁ, ସେ କିଛି ଦେଇକିରି ଯିବେ ନା ଆଉ। ତେଣୁ ଶନି ଏ ନକ୍ଷତ୍ର ତ୍ରୟଙ୍କୁ ଭୂ ସମ୍ପତ୍ତି କ୍ରୟ କରିବା, ଗୃହ ନିର୍ମାଣ କରିବା ପାଇଁ ଧନ ଦେବେ।
ଶନି ବି ଦେବେ। ଆଗରୁ ଆମେ ଆଲୋଚନା କଲେ ରବି ଦେବେ, ବୁଧ ଦେବେ, ଶୁକ୍ର ଦେବେ, କେତୁ ଦେବେ, ଏବେ ଶନି ଦେବା ଆରମ୍ଭ କଲେଣି। ହଁ, ରାହୁ ମଧ୍ୟ ବିଶାଖା, ଅନୁରାଧା ଓ ଜ୍ୟେଷ୍ଠାକୁ ସୁଖୀ କରିବା ପାଇଁ ଯତ୍ନ କରିବେ। ମୋଟାମୋଟି ଭାବରେ ସବୁ ଗ୍ରହ ପ୍ରସନ୍ନ ଅଛନ୍ତି ନା। କିଏ ଲୁଚେଇକିରି ଦେବ, କିଏ ଦେଖେଇକିରି ଦେବ, କିଏ ହସି ହସି ଦେବ, କିଏ ଟିକେ ଶୋଧିକିରି ଦେବ। ରାହୁ ମାତ୍ର କେତୁଙ୍କ ଦୃଷ୍ଟି ବିଶାଖା ନକ୍ଷତ୍ରର କାନ୍ଧ ପୀଡ଼ା ହେବ। ସବୁ ସୁଖ ଦେବେ କେତୁ, କିନ୍ତୁ ବିଶାଖାକୁ ଟିକେ ଯନ୍ତ୍ରଣା ଦେବେ, କାନ୍ଧ ପୀଡ଼ା ହେବ, କାନ୍ଧରେ ବ୍ୟଥା ହେବ, କାନ୍ଧ ବିନ୍ଧିବ। ମାତ୍ର ଅନୁରାଧା ଓ ଜ୍ୟେଷ୍ଠାକୁ ହାତରେ ସବୁ ସୁଖରେ ଏକାଦଶ କେତୁ, କିନ୍ତୁ ସେ ଦୁଃଖର କାରଣ ହେବେ। ତାଙ୍କର କାନ୍ଧରେ ପୀଡ଼ା ହେବ, ବାକି ତାଙ୍କର ଅଜାଗାରେ ଘା ହେବ। ଜ୍ୟେଷ୍ଠା ଆଉ ଅନୁରାଧାର ଅଜାଗାରେ ଅସହ୍ୟ ଯନ୍ତ୍ରଣା ହେବ, କହିହେବନି, ସହି ହେବନି। ଅଜାଗା ଘା, ଅଜାଗା ଘା, କହିହେବନି, ସହି ହେବନି। ଇଏ ଗଲା କିଏ କ'ଣ ଦେବେ। ତାପରେ କ'ଣ ହେବ? ସମ୍ପୂର୍ଣ୍ଣ ସମ୍ବାଦ କ'ଣ କୁହାଗଲା? କୃଷିରେ ଓ ବ୍ୟବସାୟରେ ଲାଭ ହେବ ପ୍ରବଳ। ତେଣୁ କୃଷକ ଓ ବ୍ୟବସାୟୀ ଯିଏ ଯେତିକି ଅର୍ଥ ବିନିଯୋଗ କରିଥିବେ, ଯେତିକି ଆଶା କରିଥିବେ, ତାଠୁ ଅଧିକ ସେ ପାଇବେ। ରୋଜଗାରିଆମାନଙ୍କର ଆୟ ବୃଦ୍ଧି ହେବ। ନୂତନ ଯୋଜନା ସଫଳ ହେବ। ପୈତୃକ ସମ୍ପତ୍ତି ପାଇଁ ପୂର୍ବରୁ ଥିବା ଗଣ୍ଡଗୋଳ ପୁଣି ବଢ଼ିଯିବ। ସମାଧାନର ପନ୍ଥା ମିଳିଯିବ। ତୃତୀୟ ବୁଧ, ନବମ ମଙ୍ଗଳ, ଚତୁର୍ଥ ଶନି ଓ ପଞ୍ଚମ ରାହୁ ପାଇଁ ଦେହ ପ୍ରାୟ ଅସୁସ୍ଥ ହେବ। ପରବୁଦ୍ଧି ପ୍ରଳୟଙ୍କାରୀ ଏହା ବିଚାର କରି ନିଜ ବୁଦ୍ଧି ଜଗନ୍ନାଥ ନ୍ୟାୟରେ କାର୍ଯ୍ୟ କଲେ ସମସ୍ୟାର ସମାଧାନ ହେବ। ଜମା ପରବୁଦ୍ଧିରେ ଯିବେନି। ଯିଏ ଯାହା କହୁଛି ହଁ ମାଗ, ହଁ ହଁ ଠିକ୍, ହଁ ହଁ ଆଜ୍ଞା 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 ଆଜ୍ଞା। କିନ୍ତୁ ପରବୁଦ୍ଧି ପ୍ରଳୟଙ୍କାରୀ ବହୁ ବିଚାରୀ, ବହୁ ଚିନ୍ତା କରି ନିଜ ବୁଦ୍ଧିରେ କାମ କରିବ। ଶାସ୍ତ୍ର କହିଛି, ମୁଁ କିଛି କହୁନି, ମାଇପି ବୁଦ୍ଧି ଖଳ ବଚନ କେବେ ନ ଶୁଣିବ କାନେ, ହୁଁ କହୁଥିବ, ହାଁ କହୁଥିବ, ମନ ଦେଇଥିବ ଆନେ। ହଁ, ଯଦି ନିଜ କର୍ତ୍ତବ୍ୟରେ ଅବହେଳା କରିବେ ତେବେ ଅପମାନିତ ହେବେ। ବୃହସ୍ପତି ଏଥିପାଇଁ ଯୋଜନା କରିବେ, ମାତ୍ର ମାନସିକ ଶାନ୍ତି ମିଳିନପାରେ। ଦାମ୍ପତ୍ୟ ଜୀବନରେ ଝଗଡ଼ା ସ୍ଥାନ ପାଇବ। ଦାମ୍ପତ୍ୟ ଜୀବନରେ କଳହ ହେବ, ମାତ୍ର କ୍ଷଣସ୍ଥାୟୀ। କିନ୍ତୁ ମହିଳାମାନେ ଚିନ୍ତିତା ହେବେ। କଳହର କାରଣ ହେବେ ମହିଳା। ତାପରେ ଅନୁତାପ କରିବେ। ମାତୃ ହୃଦୟ ନା, କାହିଁ କହିଲି, ମୋର କହିବାର ନଥିଲା ଏମିତି। ଅନୁତାପ, ଚିନ୍ତିତା ହେବେ। ପଞ୍ଚମ ଗୁରୁ ସପ୍ତମରେ, ପଞ୍ଚମାଧିପ ଗୁରୁ ସପ୍ତମରେ, ଏଣୁ ଛାତ୍ରଛାତ୍ରୀ ତଥା ପୁତ୍ର କନ୍ୟାଙ୍କର ମଙ୍ଗଳ ହେବ। ଛାତ୍ରଛାତ୍ରୀମାନେ ଉଚ୍ଚ ଶିକ୍ଷା ପାଇଁ ବା ରୋଜଗାର ପାଇଁ ସକ୍ଷମ ହେବେ। ନିଜର କାର୍ଯ୍ୟ କ୍ଷେତ୍ରରେ କର୍ମ ଠିକ୍ ଠାକ୍ କରନ୍ତୁ। ଏଇଟା ଭଲ କଥା ନା। ଆମେ ଯିଏ ଯେଉଁ କର୍ମ ପାଇଁ ନିଯୁକ୍ତ ହେଇଛେ ସେଥିରେ ତ୍ରୁଟି କରିବାନି। ତ୍ରୁଟି କଲେ କ୍ଷମା ନାହିଁ ଏ ମାସରେ। ଯାହା ତ ଭୁଲ କରିଛେ ଆଉ ଭୁଲ କରିବାନି। ତ ଭୁଲକୁ ସୁଧାର ନେବା, ଉଜୁଡ଼ାକୁ ସଜାଡ଼ି ଦେବା, ଅନୁତାପ କରିବା ଆମେ ଭୁଲ କରିଛେ। ମୁଁ ଯେଉଁ ପୋଷ୍ଟରେ ଅଛି, ମୁଁ ଯଦି ସେ କାମ ଠିକ୍ ଠାକ୍ ନ କରିବି, ଯେଉଁ ଆୟ ନେଉଛି ସରକାରଙ୍କ ଠାରୁ ବା ଅନ୍ୟମାନଙ୍କ ଠାରୁ, ସେଟା ଅବାଟରେ ପଳେଇଯିବ। ପୋଲିସ, ଓକିଲ ଆଉ ରୋଗ ଏମାନେ ନେଇ ପଳେଇବେ। ଶରୀର ଅସୁସ୍ଥ ହେବ। ପୈତୃକ ସମ୍ପତ୍ତି ପାଇଁ ସମସ୍ୟା ଆସିବ। ବ୍ୟବସାୟୀଙ୍କ ପାଇଁ
ए मास अति उत्तम फल देव। बहु भावन्तु, हिताकांक्षींकर परामर्श मानन्तु, नूतन योजना करन्तु। एवं जो माने हिताकांक्षी प्रकृत रे आपणकर मन बुझुची ये मोर बंधु। दुर्योधन भावी थिले शकुनी मोर बंधु, शकुनी को बंधु थिले। चिकणिया चिकणिया कथा कही पिठी हंसी भंजे भांजे भांजे कही 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 सर्वनाश करदे। कि भावी चिंती बंधु को परामर्श नेबे नहले विपदरे पड़िबे। मासर मध्य भागरू यह सफल हेब। जो योजना आपण करुचंती से योजना मासर मध्य भागरू सफल हेब। मानसिक शांति व्याहत होई पारे। जेहेतु भाग्याधिपति मंगलवार नीचरे। अच्छा बंधु ये तो आलोचना है जो मु कहली रवि तृतीय रे बिछा पाई तृतीय रे कौन सबू बिछा मानकर रवि मंगल करेंगे भाविले देखी। केतु एकादश रे सबू बिछा राशि मैंने केतु फल पाइबे। न्याय कले शुक्र चतुर्थ रे कुंभ रे सबू बिछा राशि शुक्र कौन भल फल देवे भाविले टिके। रवि शुक्र बृहस्पति केतु ता छड़ा जो शनि और राहु लुचे लुचे साहाय्य करेंगे ये कौन समस्त देवे ये कौन संभव। अरे मतलब अनिश्चित कौन समस्ते कौन एक समय जन्म होइचे नहीं। जो मानकर जन्म जात करे केतु एकादश रे बृहस्पति सप्तम रे शुक्र चतुर्थ रे रवि तृतीय रे बुध द्वितीय रे थिबे सेई माने ही ये फल शतकड़ा 100 पाइबे। तेणु जन्म जातकर ग्रह ही मुख्य। से भली जो मानक जातकरे पंचम रे राहु चतुर्थ रे शनि आउ तृतीय रे बुध से माने खराब फल पाइबे। जदि ये माने भल जगह थिबे भल फल पाइबे। तेणु आम जो आलोचना कले संदर्भ पाठ कले ताकू शुणिले निज जातक खेली देखंतु आपणकर ग्रह केउठी अछंती सी आपण को से अनुसार फल देवे। पांजिले बाहरी पड़ुनी मेष राशि या पाइब सबुदिन पेपर नुआ नुआ बाहरुनी या हम केमी संभव। को से कहीदेले मेष राशि एकादश रवि है पंचम बृहस्पति है दशम मंगल है द्वादश शुक्र है कि सबू मेषराशि केमती गोटे फल पाइबे ना। ये सब भूल 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 रही। नमस्कार आपणकर मंगल हो आप समस्त शांति रे 25 मसीह आनंद रे जीवन यापन करंतु इति। ओम शांति।